वेलकम टू माय चैनल। गुड मॉर्निंग समस्त ढेर सारा प्यार। आज दिन हूँ बहुत स्पेशल किंतु दुखर दिन मो बाबा आज रिटायरमेंट डे थिला तो स्कूल रू आसते रिसीव करने हेड मिस्ट्रेस एंड सर बाबा स्कूल माने कि जीवन काल 32 वर्ष से स्कूल एजुकेशन लाइफ जोड़ार आज शेष पर्यायर उपस्थित होते से इनभाइट करते बापा सपरिवार समस्त कार्य था से बाबा मामा जाइए आजिकल एमती सब सेतेबेलर किसी स्मृति साइतिकी रखापी किसी क्लिप्स नहीं बाबा सब देखती पारिवारिक जी भी हस खुशी दुख जहाँ भी से स्कूल रे जाइना मन पकाती से जगह गुड़ी को जानी पुनर्बार देखिना से भाया मन पड़ू केमती काटिकिना निजक खुशी रखी था सब बाबा से दिन टिके ऑकवर्ड फील करथुले काना लास्ट डे थिला एवं तांको सब किछि फेस भी करिवार थिला आमे किछि एमती ही जाइथिलु सब स्कूल रो स्टाफ्स माने एकत्रित होइकिना इनवाइट करथिले एवं धीरे धीरे आमे सेही तांकर वेलकम या फिर फेयरवेल हॉल जो गोटे हॉल रे आयोजन होइतिला से हॉल को जाइथिलु धीरे धीरे। सुश्री गायत्री सेठी मैडम को से समर्थन को स्वागत करते हैं। ये मो कहले कि जे योशंती से स्कूल हेडमिस्ट्रेस जे कि बहुत ही हम्बल पर्सन बहुत ही दयालु एवं मन रे लगे गर्व अहंकार माने एते उच्च पदवी रे थाई किना भी से निजो एमिति भाबरे जोड़ा कि देखिना मते बहुत भल लागिला आ एमती ही हेडमिस्ट्रेस हबा कथा कर्मकर्ता समस्त को स्वागत आज भाई मीटिंग को आज भाई अवसरकालीन संबर्धना सभा को मु बेसी एबे किछि कहबे नाही जेहेतु हमर माने लंच टाइम हे गलाय तो मोर टर्न रे ही मु कहबे तेबे आशीष मु रिक्वेस्ट करबी से नेक्स्ट कार्यक्रमटा को आगो को लेबे। धन्यवाद मैडम। यापर मुझे अनुरोध करी सागे बहुत दिन देखा आम कर्मचारी तथा शिक्षक मैंने स्वतः भाव में अभिज्ञता जो स्मृति टी बांटे आम सागे मुझे अनुरोध करी आम प्रिय पूर्णिमा मैडम से यदि आराम करे बहुत बढ़िया बहुत जड़े थे सब कार्यक्रम में। सम्माननीय प्रधान शिक्षक एवं आमर वरिष्ठ शिक्षक अमर सर एवं आमर अतिथि शिक्षक अशोक कुमार महाना सर एवं आमर रिटायर्ड निरंजन भाई एवं एठार उपस्थित शिक्षक एवं शिक्षयित्री एवं मोर सहकर्मी अति आदर सहकर्मी वृंद एवं मोर अति स्नेहर अमित भाई जी कि 30/4/2025 अवसर ग्रहण कले किंतु आज विदायक दिन सभा अनुष्ठित हो
ସହଧର୍ମୀ ଭାଉଜଙ୍କ ସହିତ ସେ ଆସିଛନ୍ତି ଏବଂ ତାଙ୍କ ଝିଅ ସହିତ ଆସିଛନ୍ତି। ସେମାନଙ୍କୁ ବି ମଧ୍ୟ ମୁଁ ଆଜି ସ୍ୱାଗତ କରୁଛି। ଆଜି ତାଙ୍କର ବିଦାୟକାଳୀନ ସଭା। ଦୀର୍ଘ 25 ବର୍ଷ ଶିକ୍ଷା ବିଭାଗରେ ସେ ଦପ୍ତରୀ ଭାବରେ କାର୍ଯ୍ୟ କରି ଆସିଛନ୍ତି। ସମସ୍ତଙ୍କର ସେ ପ୍ରିୟ ପାତ୍ର ହେଇପାରିଛନ୍ତି। ଆମ ବିଦ୍ୟାଳୟରେ ସେ ବୋଧେ 25 ବର୍ଷ ନୁହେଁ 22ରୁ 23 ବର୍ଷ ହେବ ଆମ ବିଦ୍ୟାଳୟରେ ଦପ୍ତରୀ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ନିଷ୍ଠାପର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ଆମେ ସମସ୍ତେ ବହୁତ ପସନ୍ଦ କରୁ। ବୋର୍ଡ଼ ଅଫିସ୍ କଟକର ସହକର୍ମୀମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ରାତି ହେଉ ଦିନ ହେଉ ପ୍ରତ୍ୟେକ ଜିନିଷ ବାବଦରେ ତାଙ୍କୁ ହିଁ ସେମାନେ ଫୋନ୍ କରନ୍ତି, ଯେଉଁଟାକି ଏତେ ଆଦର ସେମାନେ ପାଇଥାନ୍ତି ଯେ ତାଙ୍କୁ ସେ ଭୁଲି ବି ପାରନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ କାମ ପାଇଁ ଟିଚରମାନଙ୍କ ଅପେକ୍ଷା ସେ ଆଗ ଦପ୍ତରୀ ଭାଇକୁ ଆମର ଖୋଜିଥାନ୍ତି। ଦପ୍ତରୀ ପୋଷ୍ଟ ପାଇଁ ଅମିତ ଭାଇ ବହୁତ ଗର୍ବିତ, କିନ୍ତୁ ଫାଇନାନ୍ସିଆଲ ହିସାବରେ ସେ କମ୍ ଦରମା ପାଆନ୍ତି, କିନ୍ତୁ ପୋଷ୍ଟ ହିସାବରେ ଦପ୍ତରୀ ଭାଇ ବୋଲିକି ସେ ଗର୍ବିତ ଅନୁଭବ କରନ୍ତି ପ୍ରତ୍ୟେକ କ୍ଷେତ୍ରରେ। ଆଜି ନୁହଁ ଆବାହମାନ କାଳରୁ ମିଶ୍ର ସାର୍ଙ୍କ ସହିତ ସେ ସବୁବେଳେ ଲାଗନ୍ତି ଯେ ଦପ୍ତରୀ ପାଇଁ ଅଲଗା ଟଙ୍କା ଆସିବା କଥା ସାର୍, କିନ୍ତୁ ଆପଣ ଅନ୍ୟମାନଙ୍କ ସହିତ ସମାନତା କରିଦେଉଛନ୍ତି। ପରୀକ୍ଷା କ୍ଷେତ୍ରରେ ହଉ ଯାହା ବି ହଉ ସେ ଦପ୍ତରୀ ପୋଷ୍ଟକୁ ବହୁ ଉଚ୍ଚ ଭାବରେ ଗ୍ରହଣ କରିକି ସେ ବହୁତ ସମ୍ମାନିତ ପାଆନ୍ତି ଏଇ ଦପ୍ତରୀ ପୋଷ୍ଟରେ। ଆଜି ପରଠୁ 30/4/2025 ପରଠୁ ଦପ୍ତରୀ ପୋଷ୍ଟ ଆଉ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ଆଉ ନାହିଁ। ଅମିତ ଭାଇ ପରେ ସେ ଦପ୍ତରୀ ପୋଷ୍ଟ ମଧ୍ୟ ଆବଲିଶ କରିଗଲା। ଆଉ ଦପ୍ତରୀ ପୋଷ୍ଟରେ ମଧ୍ୟ କେହି ବି ଆଉ ଚାକିରି କରିବେ ନାହିଁ ଡିଷ୍ଟ୍ରିକ୍ଟ ଯାକରେ। ତାଙ୍କ ନିଷ୍ଠାପର ଦକ୍ଷତା ପାଇଁ ତାଙ୍କୁ ଏତେ ଆମେ ପସନ୍ଦ କରୁ ଯେ ଆମେ ତାକୁ ଭୁଲି ପାରିବୁ ନାହିଁ। ସେ ସମସ୍ତଙ୍କର ଅତି ପ୍ରିୟ ଭାଜନ ହେଇପାରନ୍ତି। ତାଙ୍କର ଯେଉଁ ଦିଦି ଡାକରେ ଯେଉଁ ଆତ୍ମୀୟତା ଥାଏ, ସେଇ ଦିଦି ଡାକର ଆତ୍ମୀୟତା ବୋଧେ ମୁଁ ସବୁବେଳେ ଖୋଜି ବୁଲିବି। ଆସିଲା ମାତ୍ରକେ ସେ ଦିଦି କରିକି ମୋ ସହିତ ଚାରିପଟ ଝଗଡ଼ା ହେଲେ ମଧ୍ୟ ସେ ମୋତେ କେବେ ବି ଖରାପ ବ୍ୟବହାର ଦେଇନାହାନ୍ତି, ବରଂ ମୁଁ 2-4 ପଦ କହିଦିଏ। ସେଥିପାଇଁ ଯଦି ତାଙ୍କୁ କଷ୍ଟ ଲାଗିଥିବ ମୁଁ କ୍ଷମା ପ୍ରାର୍ଥନା କରୁଛି। ତାଙ୍କ ପାଇଁ ମୁଁ 2 ପଦ ଲେଖିଛି, 2 ପଦ କହୁଛି। ଆମ ବିଦ୍ୟାଳୟର ସମସ୍ତଙ୍କ ପ୍ରିୟ ଅମିତ ଭାଇ ସଦା ସର୍ବଦା କର୍ମେ ଥାଏ ତାଙ୍କ ଶିର। ସେ ଆମ ପ୍ରିୟ ଅମିତ ଭାଇ। ଦିବସର ପ୍ରାରମ୍ଭରୁ ସେ ହୁଅନ୍ତି ଯେ କର୍ମଚଞ୍ଚଳ, ସର୍ବ କାର୍ଯ୍ୟ ସମାପ୍ତ କରିଥାନ୍ତି ସେ ସହଜ। ବ୍ୟକ୍ତିଗତ କାର୍ଯ୍ୟମାନ ପଛକୁ ପକାଇ ଅନ୍ୟର ଭଲ ମନ୍ଦରେ ଆଗ ପହଞ୍ଚିଥାନ୍ତି ସେ ଯାଏ। ଦୀର୍ଘ 22 ବର୍ଷ ଧରି ନୀରବ ଭାବେ ଦିନ ଓ ରାତି କରିଥିଲେ ସେବା ସାରି। ମନ୍ଦିର ପରି ପବିତ୍ର ଏହି କାର୍ଯ୍ୟାଳୟ ଆପଣ ଥିଲେ ଏହାର ଅଦୃଶ୍ୟ ଶକ୍ତି ଅନୟ। ସକାଳ ହେଲେ ବେଳ ଧ୍ୱନି ସହିତ ସବୁ କାର୍ଯ୍ୟ କିପରି ଭାବରେ ସୁଚାରୁ ରୂପରେ ହେଇପାରିବ, ବିଦ୍ୟାଳୟର କୋଣ କୋଣ ସବୁ ସଫା ସୁତରାଠୁ ନେଇକି ସବୁ ବୁଝିକି ହସ ମୁହଁରେ ଆସୁଥିଲେ ଜିମ୍ମା ଭାରତ। ନିଃଶବ୍ଦ ଚାଲିଥିବା ଜୀବନର ଗାଥା ସେଇଥିରୁ ଶିଖିଲୁ ସମୟ ଓ କାର୍ଯ୍ୟର ମାନ। ଅନେକ ଲୋକ ଆପଣଙ୍କୁ ଦେଖି ହସୁଥିଲେ, ମୃଦୁ ଶବ୍ଦ ମିଠା ବ୍ୟବହାର ଆକର୍ଷିଥିଲେ। ବିଦାୟ ବେଳେ ଆଖି ଭିଜିଯାଏ ଅନେକର। ଆପଣ ତିଆରି କରିଗଲେ ସ୍ନେହ ଓ ସମ୍ମାନର ଜଣେ ଯୋଦ୍ଧା। ବିଶ୍ରାମ ମିଳୁନ ଏକ ଜୀବନ୍ତ ସନ୍ତାନ ନାତି ନାତୁଣୀ ମଧୁର ଖେଳେ। ଆମ ପ୍ରାର୍ଥନା ଏହି ଅନ୍ୟ ଦିନ ଆସୁ, ଆପଣଙ୍କ ମୁହଁରେ ସେ ପୁରୁଣା ହସ। ତାଳି ଦେଇ ସମସ୍ତଙ୍କୁ ସମର୍ଥନ ଦିଅନ୍ତୁ ଦୟାକରି। ଧନ୍ୟବାଦ କହିବି।
ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ, ଏହା ହିଁ ମୁଁ ଜଗତର ଜଗନ୍ନାଥଙ୍କ ପାଖରେ ଭିକ୍ଷା ପ୍ରାର୍ଥନା କରୁଛି। ଧନ୍ୟବାଦ ସମସ୍ତଙ୍କୁ, ଧନ୍ୟବାଦ, ଧନ୍ୟବାଦ ଭାଇ। ତାକୁ ଏତେ ଆମେ ପସନ୍ଦ କରୁ ଯେ ଆମେ ତାକୁ ଭୁଲି ପାରିବୁ ନାହିଁ। ସେ ସମସ୍ତଙ୍କର ଅତି ପ୍ରିୟ ଭାଜନ ହେଇପାରନ୍ତି। ତାଙ୍କର ଯେଉଁ ଦିଦି ଡାକରେ ଯେଉଁ ଆତ୍ମୀୟତା ଥାଏ, ସେଇ ଦିଦି ଡାକର ଆତ୍ମୀୟତା ବୋଧେ ମୁଁ ସବୁବେଳେ ଖୋଜି ବୁଲିବି। ଆସିଲା ମାତ୍ରକେ ସେ ଦିଦି ଦିଦି କରିକି ମୋ ସହିତ ଚାରିପଟ ଝଗଡ଼ା ହେଲେ ମଧ୍ୟ ସେ ମୋତେ କେବେ ବି ଖରାପ ବ୍ୟବହାର ଦେଇନାହାନ୍ତି, ବରଂ ମୁଁ 2-4 ପଦ କହିଦିଏ। ସେଥିପାଇଁ ଯଦି ତାଙ୍କୁ କଷ୍ଟ ଲାଗିଥିବ ମୁଁ କ୍ଷମା ପ୍ରାର୍ଥନା କରୁଛି। ତାଙ୍କ ପାଇଁ ମୁଁ 2 ପଦ ଲେଖିଛି, 2 ପଦ କହୁଛି। ଆମ ବିଦ୍ୟାଳୟର ସମସ୍ତଙ୍କ ପ୍ରିୟ ଅମିତ ଭାଇ ସଦା ସର୍ବଦା କର୍ମଥାଏ ତାଙ୍କ ଶିର। ସେ ଆମ ପ୍ରିୟ ଅମିତ ଭାଇ। ଦିବସର ପ୍ରାରମ୍ଭରୁ ସେ ହୁଅନ୍ତି ଯେ କର୍ମଚଞ୍ଚଳ, ସର୍ବ କାର୍ଯ୍ୟ ସମାପ୍ତ କରିଥାନ୍ତି ସେ ସହ ବ୍ୟକ୍ତିଗତ କାର୍ଯ୍ୟମାନ ପଛକୁ ପକାଇ। ପାଇଲା ନା କ'ଣ? ଗୋଟେ କଥା ଯେ ଅମିତ ଭାଇଙ୍କର ସେ ଯେଉଁ ଚାର୍ମିଂ ସ୍ମାଇଲ୍ଟା ମୁଁ କେବେ ଭୁଲି ପାରିବିନି। ଆଉ ଯେମିତିକି ଆମର ବିଜୟଲକ୍ଷ୍ମୀ ମ୍ୟାଡ଼ାମ୍ କହିଲେ ତାଙ୍କର ନିଶ ସେ ଜାଣିକି ସେମିତି କାଟ ନା କ'ଣ? ନାଇଁ ନାଇଁ, ଆପଣ କେତେବେଳେ କ୍ଲାସ୍ ଆସିବେ ଯେ ମୁଁ ସେତେବେଳେ ଜଗିଥିବି? ଆପଣଙ୍କର ଗାଡ଼ି ଅଛି, ଆପଣ 4ଟାରେ ଆରାମରେ ଘରକୁ ପଳେଇଯିବେ। ଆପଣ ଚିନ୍ତା କରନ୍ତୁ ସେ ପିଲାଟା ଆସିଛି କେତେ ଦୂରକୁ ଯିବ, ତେଣୁ ତା ଆଗ ସାଇନ୍ କରନ୍ତୁ। କ୍ଲାସ୍ ଅଛି ବୁଝ ଟିକେ। ନାଇଁ ମୁଁ କିଛି ବୁଝିବିନି ତ, ଆପଣ ଆଗ ସାଇନ୍ କରନ୍ତୁ। ସେ ଏମିତି ମୋତେ ପରିସ୍ଥିତି କଲେ ବାଧ୍ୟ ଆଜି ମୁଁ କ୍ଲାସ୍ରେ ପାଠପଢ଼ା ବନ୍ଦ କରି ସାଇନ୍ କଲି। ମୋର କହିବାର ଉଦ୍ଦେଶ୍ୟ ଯେ ଅମିତ ଯେଉଁ କାମରେ ହାତ ଦେଇଥିବେ ସେ କାମ ସେ ନ କରି ଛାଡ଼ିବେ। ସେ ଟିଚର ହୁଅନ୍ତୁ, ହେଡ଼ମାଷ୍ଟର ହୁଅନ୍ତୁ, ଯିଏ ବି ହଉ, ଆଗେ କାମ। କହିବାର ଉଦ୍ଦେଶ୍ୟ ଯେଉଁ ପିଲାଟି ଆସିଥିଲା ସେ ଦୂରକୁ ଯିବ, ସେ କାହିଁକି ଅପେକ୍ଷା କରିବ, ଏଇଟା ତାଙ୍କର ଭାବଧାରା। ଆମମାନଙ୍କର କେତେ ସେମିତି ହୋଇଛି। ଏବଂ ଏଇଟା ଗୋଟେ ଦୁଃଖର ଦିନ ଥିଲା, କିନ୍ତୁ ଏହାପରେ ବି ଲାଇଫ୍ ଅଛି ଆଗକୁ, ଯେଉଁଟାକି ଅରିଜିନାଲ୍ ଲାଇଫ୍ ବୃଦ୍ଧକାଳ ଅଛି, ଯେଉଁଟାକି ବହୁତ ସମ୍ଭାଳିକିନା ଏବଂ थैंक यू फॉर वाचिंग। এবং ବହୁତ ସାରା ପିକ୍ ଥିଲା ଏବଂ ଏଇଟା କିଛି ଲାଷ୍ଟ ପିକ୍ ଥିଲା, ସମ୍ମାନିତ କରାଯାଇଥିଲା। ଧନ୍ୟବାଦ।